ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମେ ଶିକ୍ଷା ଓ ଧୈର୍ଯ୍ୟ ନାମକ ଏକ ସୁନ୍ଦର ଗପଟି ଶୁଣିବା। ଗୋଟିଏ ସହରରେ ଜଣେ ପ୍ରଖ୍ୟାତ ରତ୍ନପଥର କାରିଗର ଥିଲେ। ବିଭିନ୍ନ ରତ୍ନପଥର ସାହାଯ୍ୟରେ ସୁନ୍ଦର ସୁନ୍ଦର ଅଳଙ୍କାର ତିଆରି କରିବା ଥିଲା ତାଙ୍କର କାମ। ହଠାତ୍ ଦିନେ ସକାଳୁ ସକାଳୁ ଜଣେ ଯୁବକ ଆସି ତାଙ୍କ ନିକଟରେ ପହଞ୍ଚିଲା ଏବଂ ତାଙ୍କୁ ନିଜର ଜଣେ ଶିଷ୍ୟ ରୂପେ ଗ୍ରହଣ କରି ରତ୍ନପଥର କାରିଗରୀ ସମ୍ପର୍କରେ ତାଲିମ ଦେବା ପାଇଁ ଅନୁରୋଧ କଲା। ପୂର୍ବରୁ ଯୁବକଟିକୁ ଭଲ ରୂପେ ଜାଣିଥିଲେ ରତ୍ନପଥର କାରିଗର ଜଣକ। ଯୁବକଟି ଥିଲା ଅତ୍ୟନ୍ତ ତୁର୍ତୁରିଆ ସ୍ୱଭାବର। ଧୈର୍ଯ୍ୟର ଘୋର ଅଭାବ ରହିଥିଲା ତା ନିକଟରେ। କେବଳ ମାତ୍ର ଏହି କାରଣରୁ ସେହି ଯୁବକକୁ ନିଜର ଶିଷ୍ୟ ଭାବେ ଗ୍ରହଣ କରିବାକୁ କୁଣ୍ଠା ପ୍ରକାଶ କରୁଥିଲେ ରତ୍ନପଥର କାରିଗର ଜଣକ। ତେବେ ଯୁବକ ଜଣକ ତାଙ୍କର କୌଣସି ପ୍ରକାରର ବାରଣକୁ ଶୁଣିବା ପାଇଁ ପ୍ରସ୍ତୁତ ନଥିଲା। ଅବଶେଷରେ ଯୁବକଟିର ଜିଦ୍ ଆଗରେ ମୁଣ୍ଡ ନୁଆଁଇ ତାଙ୍କୁ ନିଜର ଶିଷ୍ୟ ରୂପେ ଗ୍ରହଣ କରିବା ପାଇଁ ରାଜି ହେଲେ ରତ୍ନପଥର କାରିଗର। ପରଦିନଠାରୁ ତାଲିମ ନେବାକୁ ଆସିବା ପାଇଁ କହିଲେ। ତହିଁ ଆରଦିନ ସକାଳୁ ନିର୍ଦ୍ଧାରିତ ସମୟରେ ଯୁବକ ଜଣକ ଆସି ପହଞ୍ଚିଲା। ତେବେ ରତ୍ନପଥର କାରିଗର ଜଣକ ସେହି ଯୁବକଟିର ଧୈର୍ଯ୍ୟର ପରୀକ୍ଷା ନେବାକୁ ଚାହୁଁଥିଲେ। ସେଥିପାଇଁ ସେ ଉକ୍ତ ଯୁବକଙ୍କୁ ଦେଖୁ ଦେଖୁ ତା ହାତରେ ଗୋଟିଏ ରତ୍ନପଥର ଧରାଇ ଦେଇ କହିଲେ, ଏଇଟିକୁ ତୁ ଧରିଥା। ମୋର ଗୋଟିଏ ଜରୁରୀ କାର୍ଯ୍ୟ ଅଛି। ମୁଁ ଟିକିଏ ବାହାରକୁ ଯାଉଛି। ଫେରିଲା ପରେ ତୋର ଶିକ୍ଷା ଆରମ୍ଭ ହେବ। ଏତିକି କହି ରତ୍ନପଥର କାରିଗର ଜଣକ ଗଲେ ଯେ ଗଲେ। ଫେରିଲେ ଯାଇ ବିଳମ୍ବିତ ରାତ୍ରରେ। ସେତେବେଳ ପର୍ଯ୍ୟନ୍ତ ଯୁବକ ଜଣକ ତାଙ୍କୁ ଅପେକ୍ଷା କରିଥିବା ଦେଖିବା ପରେ ସେ କହିଲେ, ହଉ ଆଜି ତ ଏତେ ବିଳମ୍ବ ହେଲାଣି, କାଲି ଆସିବ। ଏକଥା ଶୁଣିବା ପରେ ଯୁବକଟି ହତାଶ ହୋଇ ଫେରିଗଲା ଏବଂ ପୁଣି ପରଦିନ ସକାଳୁ ଆସିଲା। ପରଦିନ ମଧ୍ୟ ଠିକ୍ ସେହି ଘଟଣାର ପୁନରାବୃତ୍ତି ଘଟିଲା। କିନ୍ତୁ ଯୁବକଟି ତାଙ୍କଠାରୁ ଶିକ୍ଷା ଗ୍ରହଣ ପାଇଁ ଜିଦ୍ ଧରିଥିବାରୁ ଏଥିରେ ସେ ବିବ୍ରତ ହେଲା ନାହିଁ। ଏହିପରି ଭାବେ ପ୍ରାୟ ସପ୍ତାହରୁ ଊର୍ଦ୍ଧ୍ୱ କାଳ ଧରି ଚାଲିଲା। କିନ୍ତୁ ପ୍ରାୟ 10 ଦିନରୁ ଅଧିକ କାଳ ଧରି ଏପରି ଚାଲିବା ପରେ ଯୁବକଟି ନିଜର ଧୈର୍ଯ୍ୟ ହରାଇଲା ଏବଂ ଏଥରକ ଯଦି ତାକୁ ଆଉ ପଥର ଧରିବାକୁ କହିବେ ତେବେ ସେ ଆଉ ପଥର ଧରିବ ନାହିଁ ବୋଲି ସ୍ଥିର କଲା। ତହିଁ ଆରଦିନ ସକାଳୁ ଯେତେବେଳେ ତାକୁ ଗୋଟିଏ ପଥର ଧରାଇ ଦେଇ କାରିଗର ଜଣକ ବାହାରକୁ ଯିବାକୁ ବାହାରିଲେ, ସେତେବେଳେ ଯୁବକ ଜଣକ ତାଙ୍କୁ କହିଲା ଯେ ସେ ଆଉ ପଥର ଧରିବ ନାହିଁ। ଏହାପରେ ସେ ଭାବିଥିଲେ ଯେ ଏଥର ବୋଧେ ତାଙ୍କୁ ଆଉ ନ ଆସିବା ପାଇଁ କହିବେ କାରିଗର ଜଣକ। କିନ୍ତୁ ଯୁବକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇ କାରିଗର ଜଣକ ଯୁବକଙ୍କୁ କହିଲେ, ନାହିଁ ନାହିଁ, ଏବେଠାରୁ ତୁମର ଶିକ୍ଷା ଆରମ୍ଭ ହେଲା। ଦେଖିଲେ ତ କେତେ ସୁନ୍ଦର ଗପଟି। ରହୁଛି। ଜୟ ଜଗନ୍ନାଥ।